ଯେତେବେଳେ ରାଣୀ ହଂସପୁରେ ଯାଇ ପହଞ୍ଚନ୍ତି ରାଣୀ ଆଉ ରାଣୀ ଅବସ୍ଥାରେ ନାହାନ୍ତି ନା ରାଣୀଙ୍କ ଅବସ୍ଥା କଣ ଅବସ୍ଥା ବସ୍ତାରେ ଯିବନି ରାଜା ଦ୍ୱାର ନିକଟରେ ଦେଖୁଛନ୍ତି ରାଣୀଙ୍କ ଅବସ୍ଥା କଣ କବି ହେଲେ ଦୀନକୃଷ୍ଣ ଦାସ ବହି ବହି କମଳାକାନ୍ତ ଚୌତିସା ଖ ପଟରଟା ବୋଲୁଛି ବୋଲ ପୁରୁଣା କଥା ନହେଲେ ହେବା ନା କଲା ଖସିଛି କବରୀ ଭାର ଦେଖୁଛନ୍ତି ରାଣୀ କି ଅବସ୍ଥା ରାଜା ତୁ ଚୁପ୍ କିନି ସେ ଗିନିକି ରଖ ଆଉ ତ ଜୀବିକା ନାହିଁ ଖାଲି ସେ ଗିନିଟାକୁ କାନରେ ଲଗେଇ ଦଉଛି କାହିଁ ଗୋଟେ ପେଣ୍ଡି ଫୁଲ ବା ନିଜ ଭାର୍ଯ୍ୟା ପାଇଁ ତ ରିଙ୍ଗ ଖଣ୍ଡେ କରିପାରିଲୁନି ଆଜି ଯାଏ ତତେ ସବୁବେଳେ ନିଅଣ୍ଟ ସବୁବେଳେ ସାର୍ ମତେ ଆଉ ଦବଟି ପଇସା ରାଣୀ ଅବସ୍ଥା କେମିତି ଶୁଣୁ କୋଉଠୁ ଗୋଟେ ଛିଣ୍ଡାଟେ ଆଣିକିରି ଲଗେଇ ଦେଇଛି ଆଉ କହିଲା ଇଏ ଖସିଛି କବରୀ ଭାର ପଡ଼ିଛି ଚରମ तुम पुराना साहित्य केमिति विचार कर कौ बही आपण कौ गायक न शुणी केते थर ये रघुवंश कुमार संभव नैषध आपण शुणी तार सेटिंगटा केमिति देख कला खसी कबरी भार राणीकर जो केश गुड़िक बंधा होता से खोली जाई मुक्त केश राशि पिठी उपरे खेले पड़ी खसी कबरी भार से देखा केमी देखा कह खर रिपु गगन रे जेमंत शोभा खर रिपु खर कहले किरण 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 रे रिपु किए से मेघ मेघ आकाश रे कला हांडिया मेघ जेमती देखा जाए ये घन कुंचित कुंतल केश राशि रानी को पिठी रे सेमती खेले पड़ी देखा जाउछि क्षीण कटी रिपु मधु क्षीण कटी होउछि सिंहर सिंह सिंहर शत्रु होउछि मृग 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 नाभि कस्तूरी रे चित्रावली हेइथिबा से चित्र सब आखि लुहरे भई पड़ी खंजनित कर्णे कुंडल खगपति सूतर मुकुट मंडल खगपति कहले गरुड़ ए खग कहले गरुड़ खगपति कहले गरुड़ पृष्ठ जे बसंती से नारायण तांको पु हेले कंदर्प कंदर्प दर्पण पराए झटकु थिबा से मुखमंडल आज मलिन पड़ी जाय छै राजा देखुचंती राजा को देखा सरी नहीं आज्ञा आउ एटी कला गज शिर मोती फल गज शिर मोती फल ये प्रबाले मिश्रित फल ये प्रबाले मिश्रित फल ये गलारु काढिण किंबा थोई सतले Kalian
ତୁମ ସାହିତ୍ୟ ସମ୍ଭାରକୁ ଆମେ ସମ୍ମାନ ଦଉଛୁ। କହିଲା ଗଜମତି ଯୋଉ ପୋହଳାରେ ମିଶା ହେଇଥିବା ମାଳକୁ ତୁମେ କାଢିକିରି ତଳେ ଥୋଇ ଦେଇଛ। ଗଙ୍ଗାଧର ନାରୀ ଜାନ ରିପୁଦନ୍ତ ପଲ୍ୟାଙ୍କଣ। ଗଙ୍ଗାଧର କହିଲେ ଶିବ। ତାଙ୍କ ନାରୀ କିଏ? ପାର୍ବତୀ। ପାର୍ବତୀଙ୍କ ବାହନ କିଏ? ସିଂହ। ସିଂହର ଶତ୍ରୁ କିଏ? ହାତୀ। ହାତୀ ଦାନ୍ତରେ ତିଆରି ହେଇଥିବା ପଲ୍ୟଙ୍କରେ ନ ଶୋଇ ତୁମେ ତଳେ ଶୋଇଛ। ରାଜା କହିଲେ ରାଣୀ ଆଜି ପଲ୍ୟଙ୍କରେ ନ ଶୋଇ ତଳେ ଶୋଇଛନ୍ତି। ତାଙ୍କୁ ଗରମ ହଉଛି। ତୁ ଅଧୀରେ ଗୋରି ମତେ କଲ କି ମାନ ଗଙ୍ଗାଧାରୀ ମୁଖୀ ତୁମ ଜୀବନ। ଗଙ୍ଗାଧର ଧାରୀ ମୁଖୀ ତୁମ ଜୀବନ। ଗଙ୍ଗାଧର କଣ ଧାରଣ କରନ୍ତି? ଚନ୍ଦ୍ର। ଚନ୍ଦ୍ର ପରି ମୁହଁ ତୁ ମୋର ଜୀବନ। ତୁ ଆଜି ମତେ ଅଭିମାନ କରିଛୁ। ଏ ପୁଅ ସ୍ତ୍ରୀ ରାଣୀଙ୍କର ଏତାଦୃଶ ଅବସ୍ଥାକୁ ପରିଲିଖିତ କରି ଘଣ୍ଟାଏ ଆଗରୁ କାହିଁ ସଜ ହେଇ ବହିଛୁ? ତମେ ପରା ମତେ ଦେଖିକି ବର୍ଣ୍ଣନା କରିବ। ତତେ ଦେଖିଲା ବେଳକୁ ମୋ ପଦ ମନେ ପଡୁନି। ଆଉ ଗୋଟେ ବୋଲିଥାନ୍ତି କଣ କରିଥାନ୍ତି କୁଆଡେ ଗଲା? ତମେ ମତେ କାହିଁକି ବିରି ବିରି ହଉଛ କହିଲ? ରାଜା ପହଞ୍ଚିଲେ ରାଣୀଙ୍କ ପାଖରେ। ରାଣୀ ବସିଛନ୍ତି ତଳେ। ହାତ କରସ୍ପର୍ଶ କହିଲେ ରାଣୀ ହାତ ଆଡା କାହିଁକି ସଲସଲ ଲାଗୁଥିବ? ମତେ ଚିଞ୍ଚୁ କିଏ? ମତେ ଗୋଟେ କଦର୍ଯ୍ୟ ଗୁଡେ ଶୁଣୁ। କହିଲା ହାତ ଆଡା ସଲସଲ ବାବୁଛି। ସେ ପାଲାବାଳାଙ୍କ ଭଳିଆ ହଉଛୁ କିରେ? ଶୁଣ ଠିଆ ହୁଅ। କାହିଁକି ଅଭିମାନ କରିଛ? କେମିତି ନ କରିବି କହ? ରାଜା ବିଚାର କଲେ ଖୁସି ଖବରଟା ଦେବି ଟିକେ ମୁହଁରେ ହସ ଫୁଟେଇ ଦେବା। ମଉସା ପୁରୁଣା କାଳିଆ ପଦ। ରାଜା ତାଙ୍କୁ ଡାକୁଛନ୍ତି, ଆହ୍ୱାନ କରୁଛନ୍ତି। ଚୌପଦୀ ଚୌପଦୀ ନଥିଲେ ପାଲା ଅଛି ନା? କହିଲେ ଏ ସୁନ୍ଦରୀ କହ। କହିଲା ବିନା ଦୋଷେ ମୁଁ ତ ଦୋଷ ତୁମର କିଛି କରିନି। ମୁଁ ତୁମକୁ ତ ବାଧିଲା ଭଳିଆ କଥା କହିନି। ତୁମର ମୋର ତ ପାଟିତୁଣ୍ଡ ହେଇନାହିଁ। ତୁମେ ଅଭିମାନ କାହିଁ କରୁଛ? ଗୋଟିଏ ପଦ କହିଲା ବିନା ଦୋଷେ କରି ଅଛମାନରେ ଜୀବ ଧନ ବିନା ଦୋଷେ କରି ଅଛମାନରେ ଜୀବ ଧନ বিনা দোষে ଆଉ ଏ ବିନା দোষে କରି অছমানরে জীব ধন বিনা দোষে ଆଉ ଆଜନମ ସୁକୁମାରୀ କହୁଛି ଚିବୁକ ଧରି। আজনম সুকুমারী কହୁছি দেব ধরে ଆଜନମ ସୁକୁମାରୀ କହୁଛି ଚିବୁକ ধরে আজনম সুকুমারী কହୁছি দেব ধরে କିଣା ଜନେ ଦୟା କରି ନହୁ ଅମର ଭଗାଇ। বিরাজনে দয়া করি নহু আমার ভগারি মারসরে ভজি গলা। জীব ধন বিনা দোষে বিনা দোষে করি অচমান জীব ধন বিনা দোষে বিনা দোষে করি অচমান জীব ধন বিনা ମୋ ଜାଣିବାରେ ଦୋଷ ନାହିଁ। କାହିଁକି ତୁମେ ମୋର ଶତ୍ରୁ ସାଜୁଛ? ଆସ ନା ତୁ ଏଠି ଅତିରିକ୍ତ ହଉଛୁ ବୁଝିଲୁ। ଅତିରିକ୍ତ ନୁହଁ। ତମେ ଅଣ୍ଡିରା ଜାତି। ତମେ କି ବୁଝିବ ପଣା ସଂକ୍ରାନ୍ତି? ମୋ ମନ କାହିଁକି ଭଲ ନାହିଁ ତମେ ଜାଣିଛ? ରାଜା କହିଲେ କଣ ପାଇଁ ଅଭିମାନ? ଆଉ ଗୋଟେ ପଦ ଶୁଣୁଛି। ବୁଝା। କହିଲା ଏ ଟିକି କଦ ଦୋଷକୁ ରାମା। ଇଏ ଜଣେ ଗାୟକ ଲେଖିଛନ୍ତି। ୟାଙ୍କ ନାଁ ହଉଛି ତ୍ରିଲୋଚନ ଶତପଥୀ। ଏ ଖୋର୍ଦ୍ଧା ଜିଲ୍ଲାର ଗାୟକ। ଆପଣ ମାନଙ୍କର ବୈକୁଣ୍ଠ ଶତପଥୀଙ୍କର ବଂଶଧର ସେ ଜଣେ ପାଲା ଗାୟକ। କକେଇ ତାଙ୍କର। ତୁ ସବୁ ଜାଣିଛୁ। ଠିକ ଅଛି ମନେ ପକେଇଦେଲୁ ତାଙ୍କ କକେଇ।
देख मु तुम स्त्री मन पकेबी किए पकेब कौन कहले कहले टिकी कद सकुरामा केड़े रुसा केड़े रुसा रुसिला रे टिकी कद रुसिला रे टिकी कद सकुरामा केरे रुसिला रे एका परिमणि बाणी एका परिमणि बाणी एका परिमणि बाणी एका परिमणि बाणी ट्यूशन भासिला रे टिकी कद सकुरामा केरे रुसिला रे टिकी कद सकुरामा এইটি কটিব ଆଉ ନଟେଇଲେ କ'ଣ ହବ କହିଲେ ଟିକିଏ ଦୋଷକୁ ମୋତେ ଆଜି ତୁମେ ଏତେ ରୁଷା ରୁଷୁଛ ମୁଁ ତ ତୁମର କିଛି ଅସୁବିଧା କରିନାହିଁ କରିଥିଲି ପ୍ରୀତି ଆସ ପ୍ରିୟାମକ ଲାନିରାସ କରିଥିଲି ପ୍ରୀତି ଆସ ପ୍ରିୟ ମଙ୍ଗଳ ନିରାଶ ଆଉ ଏ କରିଥିଲି ପ୍ରୀତି ଆସ ପ୍ରିୟ ମଙ୍ଗଳ ନିରାଶ କରିଥିଲି ପ୍ରୀତି ଆସ ପ୍ରିୟ ମଙ୍ଗଳ ନିରାଶ ଆଉ ଏ ଅଙ୍କ ତପ ପଲଙ୍କେ ନ ବସି ତଳେ ବସିଲା ରେ टिकी कद सकुरामा केरे रुसिला रे टिकी कद सकुरामा केरे रुसिला रे टिकी कद सकुरा केरे रुसिला रे ଆସ ସୁନ୍ଦରୀ ନା ଥରୁଟିଏ ପ୍ରୀତିଦାନ ଦେଇ ଅତୃପ୍ତ ଆତ୍ମାକୁ ତୃପ୍ତ କରିଦିଅ स्वामी ତୁମ ବିନା ମୁଁ ବଞ୍ଚି ପାରିବିନି तुम्हें बार बार से कथा कही आसतो स्वामी ଗୋଟେ ପୁରୁଣା କାଳିଆ କବିଙ୍କ ଚୌପଦୀ ଆଣିବି ଯାହାଙ୍କ ଲେଖାକୁ ଦେଖିକିରି ନଟବରଧଳା ଏବଂ ବାଙ୍କା ଦାସ ଲେଖିଛନ୍ତି ଯାହାଙ୍କ ଲେଖାକୁ ଦେଖିକିରି ପଢିକିରି ବାଙ୍କା ଦାସ ଆଉ ନଟବରଧଳ ଚୌପଦୀ ଜଗତକୁ ଆସିଛନ୍ତି से कवि किए କବି ସୂର୍ଯ୍ୟ ବଳଦେବ ରଥ हाँ ଗୋଟିଏ ପଦ गा ଗାନା आज तो पोटल खाए तो काम देखा ଇଏ ପିଲାମାନେ ପରଶୁଛନ୍ତି ଜାଣିନାହାନ୍ତି ଇଏ 11 ଜଣ ଭିତରେ ଖାଇବା କାହାର କମ ଯିଏ କମ ଖାଇବ ସେ ଠିକ କାମ ଦବ ଆଉ ବୋଝ ବୋଝ ଖାଇଲେ ହବ କେମିତି तुम्हें कहा को ଭୀମ ବହୁତ ଖାଇଲା ଜୟଦ୍ରଥ ପାଖରେ ଚୁପ ଆଉ ବଳ ପାଇଲାନି ना तुम्हें कहा ଇରେ ଇଥେରେ କ'ଣ କାମ ଅଛି କାମ ଇଥେରେ एथरे हाँ ଏଥିରେ କାମ कवि सूर्य କଲା ମର୍ମ ଯାଉଛି ଫାଟିରେ ପ୍ରିୟ ସହି ବାପା ଲୟ କର ଟିକେ हाँ ମର୍ମ ଯାଉଛି ଫାଟିରେ ପ୍ରିୟ ସହି ମାର ମାର ଗଣ ଧାଟିରେ ମର୍ମ ଯାଉଛି ଫାଟିରେ ପ୍ରିୟ ସହି
ତୁମକୁ ଦେବାକୁ ପଡ଼ିବ କିଛି ଠିକ ଧରିଛ 15 ଟଙ୍କା ଲେଖା ଦବ 15 ଟଙ୍କା ଆଉ କୋଉ ଗାଈକୁ କହିବୁ ମତେ କହିବୁନି ନାଇଁ ସାର୍ ଭଗବାନ ଯଦି କହିବୁ କାଲି ବସା ଘରେ କହିବି ଝାଞ୍ଜ ବଜା ମୋ ଧାନ ଫାଟି ଯାଇଛି ମୁଁ ଗର୍ବରେ କହୁ ନାହିଁ ତୁ କହିଲୁ ବୋଲି କହୁଛି ତମ ସ୍ତ୍ରୀ ମତେ କାହିଁ ଧଡ଼କଉଛ ତମେ ଆଉ 15 ଟଙ୍କା କ'ଣ ମାଗୁଛୁ ସଫଳ ଖାଇବାକୁ ମାଗୁଛ କହିଲା ଯୋଉ ଗଛକୁ ତୁମେ ରୋପିଛ ତା ମୂଳରୁ କାଟୁଛ ଆସ ମୋ କଥା ଶୁଣିବନି ତମ କଥା ଶୁଣିବିନି ସ୍ୱାମୀ ଆଉ ଶୁଣି ଶୁଣି ମୋର ଲାଭ କ'ଣ ହଉଛି ସ୍ୱାମୀ ଆଉ ସମୟ ନାହିଁ ଚୌପତି ବୋଲିବା ନା ସମୟ ପଳେଇବ ରାଜା କହିଲେ ଅସଲ ସୁସମ୍ବାଦଟା ଦେଇଦେଲେ ରାଣୀ ଖୁସି ହେଇଯିବ ରାଜା ଡାକିଲେ କହିଲେ ରାଣୀ ଶୁଣ କହ ତୁମର ଆଶା କଳିକା ଆଉ ଅଳ୍ପ ଦିନ ପରେ ପ୍ରସ୍ଫୁଟିତ ହବ ଏ କ'ଣ କହୁଛି ଏତେ ଦିନ ପରେ ଆମର ଆରାଧ୍ୟ ଦେବତା କଲ୍ୟାଣ କଳ୍ପଦ୍ରୁମ ବ୍ରହ୍ମା ଆମ ଡାକ ଶୁଣିଛନ୍ତି କ'ଣ କହିଲେ ବର ମା ଆମେ କ'ଣ କହିଲେ ବରମା ବରମା ତ ଘରେ ଚାକିରି ଅଛି ନା କ'ଣ ତୋടെ କଦର୍ଯ୍ୟ ଲୁଗୁଡ଼େ କ'ଣ କହିଲେ କହ ବେଦପତି ବ୍ରହ୍ମା ଆବିର୍ଭାବ ହିଁ କହିଲେ ଏତେ ଦିନ ପରେ ଯଦି ତୁମର ପୁତ୍ର ସନ୍ତାନ ହଉନି ଆମେ ଗୁରୁଙ୍କ ନିକଟକୁ ଯିବା ସ୍ୱାମୀ ତମ କଥା ତ ରଖିବି ହେଲେ ଥରେ ମୋ କଥା ରକ୍ଷା କର ରାଣୀ ସେଇଠି କହିଲେ ହଁ କବି ସୂର୍ଯ୍ୟ ବଳଦେବ ରଥ ବହି ହଉଛି ଚନ୍ଦ୍ରକଳାକାନ୍ତ ଆହୁରି ଗାଇବ ଗା ଆରେ ରାଣୀ ପୁଣି କହିବେ ନା ନାଇଁ ସେ ଯାହା ସେଟିଂ ହେଇଛି ନା ହଁ ଗା ଆଉ ଡିଆଇଁ ଦେଲେ କ'ଣ ଗୋଟାଏ ଘଣ୍ଟା ଭିତରେ ସରିଯିବନି କି ନା ଆମର ଡିହାଁ ପାଲା ନୁହଁ କହିଲା ରତି ବିଦ୍ୟାରେ ବି ଶାରଦା ହଇଲି ସତର ହେଲା ବୟସ ତ ଆଖି ଆগে ଦେଖିନ ପାରିଲି ତରା ଦୁଃଖ ଆগে ପିଲାମାନେ ସବୁ ବସିକି ଶୁଣ ଶୁଣ ପାଦ ତଳେ ପଡ଼ିଗଲେ ସ୍ୱାମୀଙ୍କର କହିଲେ ସ୍ୱାମୀ ଇଏ ଦୁନିଆରେ ସିନା ଇଏ ସମାଜ ଘୃଣା କରେ ଯୋଉ ମାର ପିଲା ନାହିଁ କିନ୍ତୁ ଯୋଉ ମା ବିବାହର 17 ବର୍ଷ ବିତିଗଲା କି 10 ବର୍ଷ ବିତିଗଲା ପୁଅ ଝିଅର ମା ହେଇ ନ ପାରିଲା ସେ ନିଜକୁ କ୍ଷମା କରିପାରେନା 17 ବର୍ଷ ବିତିଗଲା ଏପର୍ଯ୍ୟନ୍ତ ପୁଅ କି ଝିଅ ଗୋଟେ ମୁଁ କୋଳରେ ଧରି ପାରିଲିନି ସ୍ୱାମୀ ତୁ କାହିଁ ଗୋଟେ ସ୍ୱାମୀ ସ୍ୱାମୀ ହଉଛୁ ମତେ ନେଇକି ଟିକେ ଚାଲ ଆଉ ଗୋଟେ ପଦ ମୁଁ ଶୁଣାଉଛି ସବୁ ମା ମାନଙ୍କର ଅନ୍ତରର କଥା ଯୋଉ ମାର ପିଲାଟିଏ ନାହିଁ ତା ଅନ୍ତରର କଥା ଦେଖନ୍ତୁ ରାଣୀ ଆଜି ତାଙ୍କ ସୁପ୍ତ ମାତୃତ୍ୱ କାନ୍ଦୁଛି କବି ସୂର୍ଯ୍ୟ ବଳଦେବ ରଥ ଲେଖିଲେ କାନ୍ଦି କାନ୍ଦି ରାଣୀ କହୁଛନ୍ତି ସ୍ୱାମୀ ଶୁଣିବେ ମୋ ଅନ୍ତର କଥା ଶୁଣିବେ କହିଲା ଇଏ ଶୁଣିବେ ମୁଁ କ'ଣ କହୁଛି କହିଲା ମୋର ସଙ୍ଗେ ଧୂଳି ଖେଳର ଚିକେଳି କରୁଥିଲେ ଯେତେ ଇଏ ସହି କରୁଥିଲେ ଯେତେ ସହି କରୁଥିଲେ ଯେତେ ସହି ସୁତର କ୍ଷିତଳେ ଉହାରିବା ବେଳେ ସୁତର କ୍ଷିତଳେ ଉହାରିବା ବେଳେ ସୁତର କ୍ଷିତଳେ ଜୁହାରିବା ବେଳେ ସୁତର କ୍ଷିତଳେ ଜୁହାରିବା ବେଳେ ଲାଜେ ନ ପାରିଲି ଚାହିଁ ଲାଜେ ନ ପାରିଲି ଚାହିଁ କହିଲେ ହେ ସ୍ୱାମୀ ମୁଁ ଯେତେବେଳେ ମୋ ବାପ ଘରେ ଥିଲି ଅବିବାହିତା ବୟସରେ ମୋରି ସାଙ୍ଗରେ ଯୋଉମାନେ ମକର ବଉଳ ବସିଥିଲେ ଆମେ ଧୂଳି ଘର ଖେଳିଥିଲୁ ଦାଣ୍ଡରେ ହଁ ଏଇ ଗାଁର ଝିଅମାନେ ଦିନେ ଦେଇ କଥା ବିଚାର କର ତୁମେ କୈଶୋର ଅବସ୍ଥାରେ କିଶୋରୀ ଅବସ୍ଥାରେ ଗାଁ ଦାଣ୍ଡରେ କେତେ କୁଆର ପୂର୍ଣ୍ଣିମା କେତେ ବାଟ ଓଷା ସାଙ୍ଗ ହେଇ ସମସ୍ତେ ଖେଳିଥିଲୁ ଝିଅ ଜନ୍ମ ପର ଘରକୁ ଲୋ ମା କିଏ କୋଉ ଗାଁକୁ ଯିବ ତା କହି ହବ ନା
ରାଣୀ କହିଲେ ମୋର ଅନ୍ତରଙ୍ଗ ସଖୀ ଜଣେ ସେ ଅନ୍ୟତ୍ର ବିବାହ କରିଗଲା ପରେ ମୁଁ ଆପଣଙ୍କୁ ବିବାହ କଲି। ଦିନେ ମୁଁ ମୋ ବାପ ଘରକୁ ଯାଇଥାଏ, ହଁ ସିଏ ଆସିଥାଏ, ମୁଁ ତାକୁ ଦେଖିକିରି ସମ୍ଭାଷଣ କରିବି କ'ଣ? ମୁଁ ତାକୁ ଦେଖି କୋଳାଗ୍ରତ କରିବି କ'ଣ? ମୁଁ ତାକୁ ଦେଖି ତା ଭଲ ମନ୍ଦ ପଚାରିବି କ'ଣ? ମୁଁ ତା ମୁହଁକୁ ଚାହିଁପାରିଲି, ମୋ ଆଖିରୁ ଧାର ଧାର ଲୋତକ ନିଗିରି ଗଲା। କାରଣ ତା କାଖରେ ଗୋଟେ ସୁନ୍ଦର କୁନି ପୁଅ, ଆଉ ଗୋଟେ ପୁଅ ତା ହାତ ଧରି ବାଟ ଚାଲୁଛି। ସେ ମୋ ପଛରେ ବିବାହ କରିଥିଲା। ମୁଁ କେତେ ଜାନି ଯୌତୁକ ଆଣିଛି, ରାଜା ଘରର ଝିଅ ମୁଁ ଯେତେବେଳେ ତା ମୁହଁକୁ ଦେଖିଦେଲି ମୁଁ ତା ମୁହଁକୁ ଚାହିଁ ପାରିଲିନି। ମୋ ସୁପ୍ତ ମାତୃତ୍ୱଟା ମତେ ନିନ୍ଦା କଲା। ମୁଁ କାନ୍ଦି ପକେଇଲି, ମୋ ସୁପ୍ତ ମାତୃତ୍ୱ କାନ୍ଦିଲା। ମୁଁ ଲାଜରେ ତା ମୁହଁକୁ ଚାହିଁ ପାରିଲିନି। ସ୍ୱାମୀ, ମୁଁ ଆଉ ବଞ୍ଚିବାକୁ ଚାହୁଁନି। ଧିକ ନାରୀ ଜନ୍ମ, ଖାଲି ସେତିକି ନୁହଁ କହିଲା ଶୁଣିବେ, ବାରମ୍ବାର ମତେ ଆଘାତ ଦଉଛି ପଡ଼ିଶା ଘରର ଗୋଟେ ଦୃଶ୍ୟ। ମୁଁ ଝରକ ବାଟି ଫାଙ୍କ ନିକଟରେ ଯେତେବେଳେ ଚାହିଁଛି, ଗୋଟେ ସୁଦୀର୍ଘ ପ୍ରାନ୍ତର ପଡ଼ିଆ, ଗୋଟେ ଦୁଗ୍ଧବତୀ ଗାଈ ପଛେ ପଛେ ବାଛୁରୀଟିଏ ଯେତେବେଳେ ତା ଅମୃତ ଭାଣ୍ଡରୁ କ୍ଷୀର ପିଏ, ମୁଁ ଜମା ଶୋଇପାରେ ନା, ମୋ ଛାତି ଫାଟିଯାଏ। ଗୋଟିଏ ଗାଈର ବାଛୁରୀ ତାଠୁ କ୍ଷୀର ପିଇଲା ବେଳେ ମୁଁ ଧୈର୍ଯ୍ୟ ହରାଇଯାଏ। ସେତିକି ବେଳେ ସେ ଗାଈ ବାଛୁରୀର କ୍ଷୀର ପିଉଥିଲା ବେଳେ ମୋ ଅନ୍ତର ଭିତରେ ଜାଗେ, କହିଲା ସେବେଳୁ ଜାଗିଲା ମନେ ବାତ୍ସଲ୍ୟ ମମତା। ସିନା ରାଣୀ ହେଇଛି, ମୋ ମନ କେବେ ହେଲେ ଲାଗୁନି, ମୋ ମନ ଲାଗୁନାହିଁ। କାହିଁକି ମୋ ମନ ଲାଗୁନି? ଇଏ ସଂସାର ମତେ ବିଷ ପରି ଲାଗୁଛି। ଏ ବାବୁ, ଆଉ ଗୋଟେ ପଦ କବି ସୂର୍ଯ୍ୟଙ୍କର କହିଲେ, ଇଏ ଅଖଣ୍ଡ ମଣ୍ଡଳ। ରାଣୀ କହୁଛନ୍ତି, ୟା ଦେହରୁ ଅନେକ ମୁଁ ପଦ କାଟି ଦଉଛି, ସମୟ ନାହିଁ, ଆଉ କଣ କରିବା ଆମେ। ଧରା ଆଖଣ୍ଡ ସେ ଅଖଣ୍ଡ ଧରା ଆଖଣ୍ଡ କିରଣେ ପଦ ଧଇଲି କିରଣେ ପଦ ଧଇଲି ବାବୁ ଲକ୍ଷେ ସାମ ଟାଣି
ହେଉଛନ୍ତି ମର୍ତ୍ତ୍ୟପୁରର ଇନ୍ଦ୍ର। ରାଣୀ କହିଲେ ଆପଣ ଏତେ ଖ୍ୟାତି ସମ୍ପନ୍ନ ରାଜା ରାଜା ଯୋଉ ରାଜା ମାନେ ଆପଣଙ୍କୁ କର ଦଉଛନ୍ତି, କରଦ ରାଜ୍ୟର ରାଜା ମାନେ ଆପଣଙ୍କର ପାଦ ତଳେ ମୁଣ୍ଡ ନୁଆନ୍ତି। ବା ତାଙ୍କୁ ରାଣୀ ମାନଙ୍କୁ ପାଦ ଆପଣଙ୍କ ପାଦ ତଳେ ନୁହେଁ, ମୋ ପାଦ ତଳେ। ମୁଁ ସେତେବେଳେ ତାଙ୍କୁ ମୁହଁ ସଳଖିକିରି ଚାହିଁପାରେ ନା। ଆଉ ବେଶୀ ସମୟ ନେବି ନାହିଁ।